ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। जय जगन्नाथ। सुदामा दारिद्र्य मोचन 87 अध्याय पाठ करिबा। 87तम अध्याय। श्रीरामात हूँ चूड़ा नेई बळे खाइन भावग्राही इंद्रु संपत्ति बळी देले वर्णित 87 अध्याये। एमंते हरि पादे ध्यायी परीक्ष आगे सुक कही। श्री सुक उवाच गोविंद मित्र अंग संगे विविध कथा भावरंगे जे हरि सर्वभूतगामी जार महिमा अंतर्जामी मित्र बदन चाहि हसी बोलंती प्रभु ब्रह्मराशि विप्रवत्सल चक्रपाणी जार कटाक्षे कमलिनी मित्रर सर्व अंग चाहि हसी बोलंती भावग्राही ओ मित्र मोरो प्राण सखा किस आनिछ मोते देखा मोरो भकत प्राणी जेबे मोते पूजई प्रेम भावे से अणु मात्रे जेबे देई पर्वत प्राय मुमणई जे मोर भाव न जानती पर्वत प्राय धन दियंती से मोते दिशे तुच्छ प्राय बोलंती प्रभु देवराय पत्र कुसुम फल पाणी जे मते भावे दियंती आणी तार भकति भावे लई मुख प्रसारी मु भुंजई हेमंत कही रमाकांत भावे पातिले बेनी हस्त देखी चकित विप्रवर अंतरे कर इ विचार मोर अर्जित कर्म फल आनिछि पृथक तंडुल केमंते देवी मित्र करे हसिबे नारी अंतपुरे हेमंत भाଳି लज्जा दुखे विप्र रहिला अधोमुखे ता देखी कमलार बर हृदरे करंती विचार ए विप्र पत्नी रवचने मिलिला मोहर भुवने दरिद्रपणे दुख पाई अर्जिला कर्म न जानई एहार पूर्व जन्म जेते निष्कामे भजी अछि मोते से काले भोग न बांछई एबे पाइब भोग काहि पत्नी वचने भोग चिंते जेबे मिलिला मो अग्रते पवित्र पतिव्रतार सुख अर्थे मोहर पित्र मोहर मित्र पण हिते देवी संपद सर्वभाव ब्रह्मांड मध्ये जे दुर्लभ एते विचारी नर हरि विप्रर जीर्ण वस्त्र धरी कि वस्तु बोली आदि मूल घेनिले पृथक तंडुल छिंडा बकटा मध्यु फेई कृष्ण बोलंती करे लई भूमित्र तुम्भ उपहार ए मोर तुम्भर पृथक तंडुल अशेष भुवन मंगल मोहर जीवन सहिते ତ୍ରୁପତ କଲ ଆଜ ମୋତେ ହେମନ୍ତ କହି ନର ହରି ବେନି ଲୋଚନୁ ବହେ ବାରି ଗୋବିନ୍ଦ ମିତ୍ର ପ୍ରିୟ ଅର୍ଥେ ପୃଥୁ ତଣ୍ଡୁଳ ବେନି ହସ୍ତେ କମଳା ଚାହେଁ ସ୍ଥିର ଦୃଷ୍ଟି ତୁଣ୍ଡେ ଭରିଲେ ଏକ ମୃଷ୍ଟି ତୁଣ୍ଡେ ଭରିଲେ ଏକ ମୁଷ୍ଟି ସନ୍ତୋଷେ ଭୁଞ୍ଜି ଦାମୋଦର ଦ୍ୱିତୀୟ ମୁଷ୍ଟି ଧରି କର ତୁଣ୍ଡେ ଭରନ୍ତେ ଗୋପୀନାଥ ଲକ୍ଷ୍ମୀ ଧଇଲେ ବେଗେ ହସ୍ତ ବୋଲନ୍ତି ଜଗତ ଜନନୀ ପୃଥକ ମୃଷ୍ଟି करे ଘେନି ଭୋ ବିଶ୍ୱନାଥ ଭଗବାନ ଏ ମୁଷ୍ଟି ନ କର ଭୋଜନ ତୋର ସନ୍ତୋଷେ ଭଗବାନ ଉଭୟ ଲୋକର କାରଣ मुष्टिके देलु सर्व सुख केवल मात्र मोते रख ମୁଁ ତୋର ଚରଣ କମଳେ ଯେମନ୍ତେ ସେବଇ ନିଶ୍ଚଳେ ହେମନ୍ତ କହି ଅନୁବାଦେ ପଶିଲେ ଗୋବିନ୍ଦର ହୃଦେ ହେମନ୍ତେ ରବି ଅସ୍ତ ଗଲା ଶୁଣ ହୋ ଅଭିମନ୍ୟୁ ବଳା ଗୋବିନ୍ଦ ତୁଲେ ବିପ୍ରତୋଷେ ভোজন কলে ষড়রসে রত্ন পলঙ্কে কৃষ্ণ সঙ্গে রজনী বঞ্চিলে আনন্দে অঙ্গ নিবেশী কৃষ্ণ দেহে মণিলা স্বর্গ ভোগ প্রায়ে হেমন্তে পাহিলা রজনী
গোবিন্দ ঝিন বস্ত্র ঘেনি বিপ্রে করাই অবধান পালটি পিন্ধাই বসন আনন্দে আলিঙ্গন କରି ভাবে ব্রাহ্মণ পাদ ধরি ଅନୁଗମନ କିଛି ଦୂରେ ବିପ୍ର ପୋଷିଲେ ନିଜ ପୁରେ ଏବେ ହୋ ଶୁଣ କୁରୁବୀର ବିପ୍ର ଚଳଇ ନିଜ ଘର ବିପ୍ର ଗମନ୍ତେ ନିଜ ସ୍ଥାନେ ଭାଳଇ କୃଷ୍ଣ ଗୁଣ ମନେ ଧନ ନଦେଲେ ନାରାୟଣ ଲାଜେ ନ ମାଗିଲା ବ୍ରାହ୍ମଣ ପଥେ ଗମଇ ଧୀର ପାଦେ ଶ୍ରୀକୃଷ୍ଣ ଦର୍ଶନ ଆନନ୍ଦେ ଲଜ୍ଜା ଜଡ଼ିତ ଅଧମୁଖ କିବା କହିବ ପତ୍ନୀ ମୁଖ ଲଜ୍ଜା ଜଡ଼ିତ ଅଧମୁଖେ କିବା କହିବ ପତ୍ନୀ ମୁଖେ ଅହୋ ଅଦ୍ଭୁତ କର୍ମ ଶୁଣ ବିପ୍ରବତ୍ସଳ ନାରାୟଣ ଅତି ଦରିଦ୍ର ମୁଁ ପାମର ସେ ହରି କରୁଣା ସାଗର କମଳା ସେବେ ଯାର ପାଦେ ସେ ହୃଦେ ପରମ ଆନନ୍ଦେ ଲଗାଇ ମୋତେ ତୋଷ ମନ ନିବିଡ଼େ କଲେ ଆଲିଙ୍ଗନ କାହିଁ ଦରିଦ୍ର ପାପୀ ମୁହିଁ କୋଟି ବ୍ରହ୍ମାଣ୍ଡ ନାଥ କାହିଁ ବ୍ରାହ୍ମଣ ବୋଲି ଦୟା କଲେ ଶ୍ରୀଭୁଜେ ଆଲିଙ୍ଗନ ଦେଲେ ଲକ୍ଷ୍ମୀ ପଲଙ୍କେ ମୋତେ ନେଇ ଭାଇର ପ୍ରାୟ ସ୍ଥାନ ଦେଇ ଚାମର ଧରି ବେନି କରେ ପତ୍ନୀ ସହିତେ ବିଞ୍ଚି ଧୀରେ ମିତ୍ର ସୁହୃଦ ବନ୍ଧୁ ବର୍ଗେ ମୋତେ ପୂଜିଲେ ଷଡ଼ ଅର୍ଘେ ଯେ ହରି ସଂସାରେ ଦୁର୍ଲଭ ସେ ମୋତେ ହୋଇଲେ ସୁଲଭ ବିପ୍ର ଦେବତା ସେ ଯୁକତେ ଏଣୁ ପୂଜିଲେ କୃଷ୍ଣ ମୋତେ ଭୂମି ଗଗନ ରସାତଳ ସ୍ୱର୍ଗ ସ୍ୱର୍ଗାପବର୍ଗ ବେନି ଫଳ ସର୍ବସମ୍ପଦର କାରଣ ଯାହାର ଅଭୟ ଚରଣ ସେ ମୋର ମିତ୍ର ନରହରି ହୃଦରେ ଏମନ୍ତ ବିଚାରି ଏ ବ୍ରାହ୍ମଣ ଏହାକୁ ଯେବେ ଦେବି ଧନ ଧନ ପ୍ରାପତେ ମତ୍ତ ହୋଇ ମୋତେ ସ୍ମରିବ ଆଉ ନାହିଁ ତାହାର ଯେତେ ମୋତେ ଦୟା ମୁଁ ପାପି ନ ଜାଣଇ ତାହା ଏଣୁ ନଦେଲେ ମୋତେ ଧନ ଧନ୍ୟ ସେ ମୋହର ଜୀବନ ଏମନ୍ତେ ବିଚାରି ମନରେ ବିପ୍ର ମିଳିଲା ନିଜ ପୁରେ ଦେଖଇ ଆପଣା ମନ୍ଦିର କିଏ ବା ଦେବା ପଟାନ୍ତର ରବି ଅନଳ ଚନ୍ଦ୍ରକାନ୍ତି ବିମାନେ ବେଢି ବିରାଜନ୍ତି ନାନା ବିଚିତ୍ର ଉପବନ ହଂସ ମୟୂର ପିକସ୍ୱନ ବିବିଧ ଜଳାଶୟ ରାଶି ପୁଷ୍ପ ସୁଗନ୍ଧ ବାଏ ମିଶି କହ୍ଲାର ଉତ୍ପଳ ମୁକୁଦ ପବନେ କରନ୍ତି ଆମୋଦ ନାରୀ ପୁରୁଷ ନବରଙ୍ଗେ ବିବିଧ ଅଳଙ୍କାର ଅଙ୍ଗେ ଏମନ୍ତେ ଦେଖି ବିପ୍ରବର ହୃଦରେ କରଇ ବିଚାର ଏକି କାହାର ଦିବ୍ୟପୁର ଅବନୀ ମଧ୍ୟେ ଅଗୋଚର ମୋହର ପୁଟି ଏହି ସ୍ଥାନେ ଛାଡ଼ି ଯେ ଗଲି ବିଦ୍ୟମାନେ ଦରିଦ୍ର ପତ୍ନୀ ଗଲା କାହିଁ କିଏ ବା ପଥ ହୁଡ଼ିଲଇଁ ଭ୍ରମେ ଅଇଲି ଅନ୍ୟ ସ୍ଥାନେ ଏମନ୍ତ ବିଚାରଇ ମନେ ଭୟେ ବୁଜଇ ବେନି ଆଖି ପୁଣି ଚାହଇ ଉପଲକ୍ଷୀ ଏମନ୍ତେ ଶୁଣ ନୃପବର ବ୍ରାହ୍ମଣୀ ନଭରୁ ବାହାର ଅମର ପ୍ରଭା ନର ନାରୀ ବିବିଧ ପାତ୍ର କରେ ଧରି ସୁସ୍ୱର ଦିବ୍ୟ ଗୀତ ନାଦ ଅଦ୍ଭୁତ ଅଖିଳ ସମ୍ପଦ ଆଗେ ସତେକ ଦିବ୍ୟ ନାରୀ କରେ ଚାମର ବସ୍ତ୍ର ଧରି ମଙ୍ଗଳ ଗୀତ ନାଦ ବାଣୀ ମଧ୍ୟେ ବିଜୟ ତା ଘରଣୀ ରୂପେ କି ଦେବା ପଟାନ୍ତର ଅପୂର୍ବ ବାମା ମନୋହର ପତି ଆଗମନେ ଆନନ୍ଦ ସଙ୍ଗେ ସୁନ୍ଦରୀ ସଖୀ ବୃନ୍ଦ ଭୁବନୁ ହୋଇଲା ବାହାର ରୂପେ ମୋହଇ ସୁର ନର କମଳା ଯେହ୍ନେ ହରିପୁରେ ବ୍ରାହ୍ମଣୀ ସୋହେ ସେ ପ୍ରକାରେ ବିପ୍ର କାମିନୀ ପତିବ୍ରତା ଜଗତେ ଯାର ପୁଣ୍ୟ କଥା ନୟନେ ଅଶ୍ରୁ ଜଳ ପୁରି ସ୍ୱାମୀ ଚରଣ କରେ ଧରି ଭାବେ ମଣଇ ପୁଣ ପୁଣ ମନରେ କଲା ଆଲିଙ୍ଗନ ବ୍ରାହ୍ମଣ ନିଜ ନାରୀ ଚାହିଁ ଚକିତ ମନେ ବିଚାରଇ ସୁନ୍ଦର ନିବିଡ଼ ସୁଶ୍ରେଣୀ କିଏ ଗଗନ ବିଳାସିନୀ ଅଦ୍ଭୁତ କାନ୍ତି ରୂପ ଦିଶେ ସୁନ୍ଦରୀ ଦାସୀ ଗଣ ପାଶେ ଏମନ୍ତେ ସ୍ୱାମୀ କର ଧରି
ଘରେ ଆଣିଲା ବିପ୍ର ନାରୀ ସ୍ତମ୍ଭେ ଦିଶଇ ରତ୍ନରାଶି ଇନ୍ଦ୍ର ଭୁବନ ପ୍ରାୟ ଦିଶି ଗୋକ୍ଷୀର ଫେନ ପ୍ରାୟ କାନ୍ତି ଶଯ୍ୟା ପଲଙ୍କ ବିରାଜନ୍ତି ରତ୍ନ ପଲଙ୍କେ ହେମଦଣ୍ଡେ ନିର୍ମିତ ହସ୍ତି ଦନ୍ତମଣ୍ଡେ ଶ୍ଵେତ ଚାମର ରତ୍ନପନ୍ତି ମୁକୁତା ମାଳ ବିରାଜନ୍ତି ନାନା ଆସନ ରତ୍ନମୟ ଯାହା ଭିଆଣ ଦେବରାୟ ସ୍ଫଟିକ କାନ୍ଥେ ଦୀପପନ୍ତି ନିର୍ମଳ ରତ୍ନ ବିରାଜନ୍ତି ବିବିଧ ଚନ୍ଦ୍ରା ତପଲମ୍ବେ ରତ୍ନ ଜଡ଼ିତ ଶୁଭ୍ର ସ୍ତମ୍ଭେ ପାନ ଭୋଜନ ଅପ୍ରମିତ ବ୍ରାହ୍ମଣ ଦେଖିଲା ଅଦ୍ଭୁତ ସର୍ବସମ୍ପଦ ଏକ ଠୁଳେ ଦେଖଇ ନୟନ ନିଶ୍ଚଳେ ମନେ ଚିନ୍ତଇ ଯୋଗ ବଳେ ଏ କର୍ମ ନାହିଁ ରବି ତଳେ ହେମନ୍ତ ସମ୍ପଦ ମୋହର ନିଶ୍ଚୟ ଦେଲେ ଦାମୋଦର ଜନ୍ମୁ ଦରିଦ୍ର ମୁଁ ଦୁର୍ଭଗ ଶ୍ରୀକୃଷ୍ଣ ଦର୍ଶନର ଯୋଗ୍ୟ ଦ୍ୱାରକାପୁରେ ମୁଁ ଯେ ଥିଲି ଏଡ଼େ ସମ୍ପଦ ନ ଦେଖିଲି ପରମାନନ୍ଦର ମହିମା ନିଗମ ନ ଜାଣଇ ସୀମା ମାଗିଲେ ନିଷ୍ଠୁର ଭଜଇ ଭକତେ ଅଚିନ୍ତ୍ୟ ସେ ଦେଇ କାଳ ନିୟମ ଯାର ନାହିଁ ଗଗନ ଘନ ପ୍ରାୟ ଦେଇ ମୋହର ମିତ୍ର ଯଦୁପତି ବେଦ ନ ଜାଣେ ଯାର ଗତି ଅଭାବେ ଦେଲେ କୃଷ୍ଣ ଚିତ୍ତ କିଞ୍ଚିତ ମଣଇ ବହୁତ ଅଳପ ଦେଲେ ଭାବ ଘେନି ବହୁତ କରେ ଅନ୍ତର୍ଯାମୀ ମୁଷ୍ଟି ପୃଥୁକ ମୁଷ୍ଟି ଦେଲି ମୁହିଁ ଭାବେ ଘେନିଲେ ଭାବଗ୍ରାହୀ ମୁଷ୍ଟିଏ ଖାଇ ତୋଷ ଚିତ୍ତ ଲକ୍ଷ୍ମୀ ଧଇଲେ ବେଗେ ହସ୍ତ ତେଣୁ ଏ ସମ୍ପଦ ମୋହର ଏତେ ବିଚାରି ବିପ୍ରବର ବୋଲଇ ହୋଇ କୃତକୃତ୍ୟ କପାଳେ ଦେଇ ବେନି ହସ୍ତ କୃଷ୍ଣ ଚରଣେ ମୋର ଚିତ୍ତ ନିଶ୍ଚଳେ ରହୁ ଅବିରତ ମିତ୍ର ଦାସପଣେ ଖଟିବି ତାହାଙ୍କ ଚରଣେ ଅଶେଷ ଯୋନି ମଧ୍ୟ ଜାତ ହୋଇ ଭଜିବି ଅବିରତ ଯାର ଭକତି ପଥ ଦ୍ୱାର ବ୍ରହ୍ମା ଶଙ୍କରେ ଅଗୋଚର ମୋର ଭକତି ଭାବ ଘେନି ଏ ଧନ ଦେଲେ ଚକ୍ରପାଣି ହେମନ୍ତ ଭାଳି ବିପ୍ରଚିତ୍ତେ ସମ୍ପଦେ ରହିଲା ନିଶ୍ଚିନ୍ତେ ଭ୍ରମର ପ୍ରାୟ ଭୋଗ କରି ଅନ୍ତେ ପାଇଲା ନରହରି ଶୁଣ ପରୀକ୍ଷ ଦଣ୍ଡଧାରୀ ବିପ୍ରଭକତ ନରହରି ଏହା ଯେ କରନ୍ତି ଶ୍ରବଣ ଖଣ୍ଡନ୍ତି କର୍ମର ବନ୍ଧନ ସେ ହରି ଚରଣେ କମଳେ ମୋ ମନ ରହୁ ସୁନିଶ୍ଚଳେ କହଇ ଜଗନ୍ନାଥ ଦାସ କୃଷ୍ଣ ଚରଣେ କରି ଆସ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ବିପ୍ର ଶ୍ରୀଦାମା ଦାରିଦ୍ର୍ୟ ଭଞ୍ଜନମ୍ ନାମ ସପ୍ତାशीतितमो ଅଧ୍ୟାୟଃ। ଜୟ 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 ଜଗନ୍ନାଥ ସ୍ୱାମୀ।